ବାଟରେ ଆଇଲା ସବୁ ଖୁଳି ପଛ 3ଟା ଆମେ 1 ଇଏ 2 ମୁଁ 3 ରହିକି କୋଳି ଖାଇବା ପାଇଁ ଠିଆ ହେଇଛୁ। ତଳପଟେ କିନ୍ତୁ କୋଳି ନାହିଁ, ସବୁ କୋଳି ପଳେଇଛି ସବୁ ତଳପଟେ ନେଇଯାଇଛି। ବୁଝିଲେ ସତ କହୁଛି ଏଇଟା ରଖୁନି ବଡ଼ କୋଳି ପାଇଁ ଯାଇଛି। हेलो ओडिशा पीपल जय जगन्नाथ वेलकम टू माय न्यू ब्लॉग। आशा करते आपने समस्ते भलरे थे। काली वीडियो अपलोड है मिनिमम 10टा टाइम 10टा अपलोड कला आसिकी टे शोई पड़ी सका एडिटिंग करी कि पकई नी लेट है 10टा बेले पकई देती जा समस्ते देखूँ। आबे तो टाइम है गोटे टाइम दिन ब्लॉग स्टार्ट कर मम्मी मुग ना बिरी चुरुला खाइए बस मम्मी पखाड़ आलू कोबी भजा संतुला आउ शाग बड़ी भजा सान मम्मी खाइबे। मु जीवी गोटे जगार अच्छी माने भोजी अच्छी गोटे मंदिर को जीवी आमर सेपट लाइन अच्छी भोजीटा पटे सिद्धेश्वर मंदिर जानते जो मैंने जगतसिंहपुर माने जगतसिंह लोक जो मैंने जानी थे कि सिद्धेश्वर मंदिर आमर एपटे जहानपुर जो गेलपुर लाइन सेपट से जीवी ए जीवी जाइन जीवार अच्छी मोर मिनिमम अध घंटा भितर जीवार अच्छी सब सांगसाथी जीवु ना जेजे गोटे अच्छा नहीं जीवी देखा जाओ कौन हो जाइन तो ए आम घर को आज आउट मो भाउज आउट माने जो एबे जो भाउज आइले देखी वीडियो रे जो भाई तांकर भाउज से मोर भी माने आम भाउज आउट नयागढ़ आसुच्च बाटर पलि आसिले अध घंटा सी भी अध घंटा घंटा भितर पहुँच जाए आम घर आसिकी आम झियारी पुतुरा सब आज समस्त आस गोटे खुशी लगे आगू भल भी देखेबा। ए तो खरा बेल टाइम है खरा भी आज बहुत जोर भी आज खराटा हो माने कम रे ना आउ कौन खाली कह आमर सबस्टेशन टा आमर ये बंद माने खरा चेंज है से सका लाइन नहीं एबे भी फोन रे अच्छे जमा 15% चार्ज माने 15% चार्ज अच्छी से भी वीडियो करुँची लाइन एबे जस्ट आसला एबे ब्लॉग टा स्टार्ट कली तापर एबे चार्ज बसईदे टे फोन आउ टे पर चार्ज हो गले रेडी रेडा है सिद्धेश्वर मंदिर आम जा से देखेबी जगन्नाथ मंदिर सी भी मु प्राय एथरक नुआ वर्ष स्टार्टिंग रु 3-4 जगह जगन्नाथ मंदिर जाइए आसिले एबे चलो जीवा देखा कौन हो आगू ब्लॉग रे बनी रुहतु आगू जहाँ भी हो सब देखा चलो। एबे आस पहुँच गलुणु सिद्धेश्वर मंदिर में आसिक खाई भी साइलुणु सांगे सांगे माने लोक खाइले बोली मैं खाई भी साइलुणु समस्ते समस्त नुह आम 2 जन खाई साइलुणु आउ पछे 4 जन थे सी बस खाऊ सारे आम जीव भारी मंदिर यहाँ चारिपाख यहाँ गाड़ियाटा सेपटे ये सब मंदिर अच्छी यहाँ आम सिद्धेश्वर मंदिर मंदिर देखी पारे सेपटे पटे लोक खाऊँ गाड़िया साइड में आसी बही खाई चलतु एपटे सब तार मंदिर एपटे गोटे मंदिर अच्छी यहाँ गोटे तार रेस्ट रूम माने गोटे मंडप
ସେପଟଟା ଏଇଟା ହେଲା ଶିବ ମନ୍ଦିର, ସେଇଟା ହେଲା ଏଇଟା ଶିବ ମନ୍ଦିର, ଏଇଟା ହେଲା ସିଦ୍ଧେଶ୍ୱର, ଏଇଟା ହେଲା ସିଦ୍ଧେଶ୍ୱର ମାନେ ଜଗନ୍ନାଥ ମନ୍ଦିର। ସେଠି ଏକଲା ସେଇଠି ଏପଟେ ଗୋଟେ ଭିଡ଼ିଓ କରୁଛି କାରଣ ଆମ ଗାଁ ଲୋକ ସବୁ ଜାଗା ଏଇପଟେ ଅଛନ୍ତି, ସେଇ ଲାଗି ଏପଟେ ଆସି ଭିଡ଼ିଓ କରୁଛି ଏକା ଏକା। ଆଉ ଚାଲନ୍ତୁ ଯିବା, ଏବେ ବାହାରିବା, ଖିଆପିଆ ସରିଗଲାଣି। ଆଉ ଏବେ ତ ଗେଟ୍ ପଡ଼ିଯାଇଛି, ଗେଟ୍ ବି ବନ୍ଦ ହେଇଯାଇଛି, ପହଡ଼ ବି ପଡ଼ିଯାଇଛି, ସେଇ ଯୋଗୁଁ ଆଉ ମାନେ ଠାକୁରଙ୍କୁ ତ ଦେଖି ହେବନି। ଏବେ ଚାଲନ୍ତୁ, ଗୋଟେ ହନୁମାନ ମନ୍ଦିର ପଛଆଡ଼େ 2 ଜଣ ବଇଛୁ, ଏଇଠି ବସି ଫୋନ୍ ଦେଖୁଛି ଖାଇକି ଆଇଛି। ମୁଁ ଏଠି ପଳେଇଲି, ସେପଟେ ଗୋଟେ ଥିଲି, ଏପଟେ ଗୋଟେ ପଳେଇ ଆଇଲି, ଏପଟ ସାଇଡ଼ରେ ପଛପଟେ ସେପଟେ ଲୋକ ଖାଉଛନ୍ତି, ଦେଖିପାରୁଥିବେ ଲୋକ ଖାଉଛନ୍ତି ସେଠି। ପବନଟା ନାଙ୍ଗା ଦେଉଛି ଏବେ, ସେମାନେ 2 ଜଣ ଯାକ ବସି ଏଠି ପବନ ଦେଖିପାରୁଥିବେ। ପବନ ମାନେ ବିଲ ସାଇଡ୍ ପୁରା ଗାଡ଼ିଆଟା ସେପଟଟା, ଏଇଟା ବିଲ ଏପଟ ଲାଇନରେ ପବନଟା ପୁରା ଜବର ଆକାରରେ ହେଉଛି। ସେଇ ଲାଗି ଆମେ 2 ଜଣ ଯାକ ବଇଛୁ, ସେପଟେ 4 ଜଣ ବସି ଖାଉଛନ୍ତି। ଖାଇବା ସରିଯିବ ଆଉ ଟିକେ ପରେ, ଆଉ ଟିକେ ପରେ ଆମେ ବାହାରିକି ପଳେଇବୁ, ସେପଟେ ଆଉ ଟିକେ ଯିବୁ। ବାଟରେ ଆଇଲା ବେଳେ ସବୁ କୁଳି ପଛ ଏଠି 3ଟା, ଏଠି ଆମେ 1 ଇଏ 2 ମୁଁ 3 ରହିକି କୋଳି ଖାଇବା ପାଇଁ ଠିଆ ହେଇଛୁ। ତଳପଟେ କିନ୍ତୁ କୋଳି ନାହିଁ, ସବୁ କୋଳି ପଳେଇଛି, ସବୁ ତଳପଟୁ ନେଇଯାଇଛି। ଉଠୁନେ ସତ କହୁଛି, ଏଇଟା ନବୁନି। ବରକୋଳି ପାଇଁ ଠିଆ ହେଇଛି ଏଠି। 1 2 3 4 ଇଏ ମୁହଁ ନୁଚେଇ ଖାଲି ବୁଲୁଛି। ସେଦିନ ଫିଷ୍ଟ ଦିନ ରାତିରେ ମୁହଁ ନୁଚେଇ ବୁଲୁଥିଲା, ଆଜି ମୁହଁ ନୁଚେଇ ବୁଲୁଛି। ଏଇ ଆସୁନୁ, ଆସିବୁ ନାଇଁ, ଅନେଇଲୁ, ଅନଉନୁ, ନନା ଇଏ ତାର କୋଳି ଖାଇବାରେ ବ୍ୟସ୍ତ। କାହିଁକି ଏଇଟା ଆମ ଇଲେକ୍ଟ୍ରିକ ମିସ୍ତ୍ରୀ, ଆମ ଗାଁର ମୁହଁ ନୁଚେଇ ଚାଲି ଆସୁନୁ, ତ ଭିଡିଓ କରିବିନି। ମମି ଫୋନ କଲେ, ଆସୁନୁ, ଯିବା। ସେପଟେ ଛୋଟିଆ ଡାଇଟା ମତେ ମାଲ କାଇଁ ମାଲ ଅଛି। ଆଜି କେତେବେଳେ, ଆଜି 4ଟା 5ଟା ବେଳେ ଆମର ସେ ମେସିନଟା ଷ୍ଟାର୍ଟ ହେଇଗଲା ଫାଇନାଲି ଆଜି। ଆଉ ସିଦ୍ଧେଶ୍ୱର ମନ୍ଦିର ଆସିଲା ପରେ ଏତିକ ହେଲା। ତାପରେ ସେପଟେ କୋଳି ବି ଟିକେ ଖାଇକି ମାନେ ପୁରା ଟିକେ ମଜା କରିକି ଆସିକି ଘରେ ପହଞ୍ଚିଲା 4ଟା ପରେ। ସେଠୁ ଆସିଲା ପରେ ସେଇଟା ମେସିନଟା ଷ୍ଟାର୍ଟ କଲି, ମାନେ ସେ ଯେଉଁ ଦିଦି କହୁଥିଲି, ସେ ଦିଦି ଆସିଲେ, ସେଇଟା ଷ୍ଟାର୍ଟ ହେଇଗଲା। ଆପଣ ଦେଖିବେ ଆଉ ଟିକେ ପରେ, ମାନେ ଏବେ ତ ଟାଇମ୍ ହେଇଗଲାଣି କେତେଟା, ଟାଇମ୍ ହେଲାଣି 11ଟା ବାଜିଗଲାଣି। ରାତି 11ଟାରେ ଭିଡ଼ିଓ ବନା ଚାଲିଛି। ଆଉ କାରଣ ମଝିରେ ପୁରା ଗ୍ୟାପ୍ ହେଇଯାଇଥିଲା, ହାଟକୁ ଟିକେ ପଳେଇଲି ସଉଦା ଲାଗି। ସେପଟେ ଏମିତି ଆସିଲା ବେଳକୁ ଏବେ ଟାଇମ୍ ହେଇଗଲାଣି 9:30+। ସେଠୁ ଖିଆପିଆ ସରିଗଲା, ଏବେ ସବୁ ମାନେ ସମସ୍ତେ ଖାଇ ପିଇ ସାରିଲେଣି। ସାନ ମାମି ହେରିକା ସବୁ ସଫାସଫି କରୁଛନ୍ତି, ମମି ସାନ ମାମି। ଆଉ ସେପଟେ ସେଇଟା ଆଜି ଷ୍ଟାର୍ଟ ହେଇଗଲା, ସେଥିରୁ କିଛି ଆଜି ମାନେ ଜଷ୍ଟ ଦେଖା ହେଉଥିଲା, ଆମେ ଶିଖୁଥିଲୁ ମାନେ କେମିତି ହେଉଛି, ସେଇଟା କେମିତି ବାହାରିଲା, ଯେତିକି ବାହାରିଛି ସେଇଟା ଦେଖୁଛି। ତାପରେ ଏବେ ଟାଇମ୍ ବି ହେଇଗଲାଣି, ରାତି ବହୁତ ହେଇଗଲାଣି ଟାଇମ୍। କୋଉ ଥଣ୍ଡା ବି ମାନେ ଛାଡ଼ିକି ଯାଉନି ଦେହରୁ। ଆଜିର ଭିଡ଼ିଓଟା ବି ଅପଲୋଡ଼ ହେଇଯାଇଛି, କହିଥିଲି ଆପଣମାନଙ୍କୁ, ଯେଉଁମାନେ ଦେଖିନାହାନ୍ତି ଏବେ ବି ଯାଇ ଦେଖନ୍ତୁ। ଆଉ ସପୋର୍ଟ ଟିକେ ମାନେ ସପୋର୍ଟ କରନ୍ତୁ ଟିକେ, ଆଉ ସପୋର୍ଟ କଲେ ଆଉ ଟିକେ ମାନେ ଆଗ୍ରହ ହେବ କରିବା ପାଇଁ, ମାନେ ଭିଡ଼ିଓ ଭଲ ଭଲ କରିବା ପାଇଁ। ମୁଁ ଟିକେ କେବଳ ପବ୍ଲିକରେ ମୁଁ ଭିଡ଼ିଓଟା ଏତେ କରିପାରୁନି, ମାନେ ଯେହେତୁ ମୋର ମାନେ କିଛି ମାନେ ମୁଁ ପବ୍ଲିକାଲି ଏତେ ବି କିଏ ଦେଖି ନାହାନ୍ତି, ତଥାପି ଦେଖୁଛନ୍ତି, ମାନେ ପବ୍ଲିକରେ ଏତେ ମୁଁ ଭାଇରାଲ ହେଇନି, କି ଆଗକୁ ଜଷ୍ଟ ସାଙ୍ଗେ ସାଙ୍ଗେ କରିକି ମୁଁ ଭାଇରାଲ ହେବାକୁ ବି ଚାହୁଁନି। ମାନେ ଯେତେବେଳେ ଏବେ ଧୀରେ ଧୀରେ କରୁଛି, ଆଜି ନହେଲେ କାଲି ବି
ଭବିଷ୍ୟତରେ ଭାଇରାଲ ହେଇଯାଇପାରିବି। ସେମିତି କିଛି କାରଣ ନାହିଁ, କିନ୍ତୁ ମୁଁ ପବ୍ଲିକରେ ଭଏସ୍ ଏବେ ମାନେ ପବ୍ଲିକରେ ଭିଡ଼ିଓ ବନଉନି। ଯେତିକି ବନେଇଥିଲି ଥରେ କେବଳ ପୁରୀରେ ବନେଇଥିଲି, ଆଉ ବି ବନେଇନି ବେଶୀ। ଆଉ କପିଳାସରେ ବନେଇଛି, ସେ ଭିଡ଼ିଓଟା ପର୍ଯ୍ୟନ୍ତ ଅପଲୋଡ଼ କରିହେଲାନି। ସେ ସେମିତି ଅଛି ଫାଇଲରେ ପଡ଼ିକି ଅଛି, କିନ୍ତୁ କରିହେଉନି। ଆଉ ଏବେ ଚାଲନ୍ତୁ ଯିବା ଶୋଇବା, ଟାଇମ୍ ତ ଏତେ ହେଲାଣି। ଆଉ ଆପଣ ଦେଖିବି ଯାଉଛି, ଚାଲନ୍ତୁ ଯିବା ଦେଖିବା। ଶୋଇନି, ଚାଲନ୍ତୁ ଯିବା ଦେଖିବା। ଏବେ ମମି ଯିବ ଏତିକ ଆଜି ଆମର ବନା ହେଇଛି, ଏତିକ ପ୍ରଡକ୍ସନ ହେଇଛି। ଏଇ ମେସିନଟା ଆଜି ପୁରା ସେଟଅପ୍ ହେଇଗଲା। ଆଜି ଦେଖିପାରୁଥିବେ ପୁରା ସେଟଅପ୍। ଏଟା ତା କାଠି ଥୁଆ ହେଇଛି, ଆଉ ଏତ ସବୁ ଦେଖିପାରୁଥିବେ। ଆଉ ମେସିନଟା ଟୋଟାଲି ଷ୍ଟାର୍ଟ ହେଇଗଲା। ଆର୍ଥିଂ କନେକ୍ସନଟା ଦିଆଗଲା ସେପଟୁ ବାହାରକୁ। ଆମର ଆର୍ଥିଂ କନେକ୍ସନଟା ନଥିଲା ବୋଲି କାନ ଫାନ ବନ୍ଦ ପୁରା ହେଇଗଲାଣି, ପୁରା ଥଣ୍ଡା ହେଇଯିବ। ଏତିକି ଏବେ ବାହାରିଛି। ଆଉ ମୁଁ 2 ଦିନ ପରେ ପୁଣି ଯିବି ଆଣିବାକୁ, ମାଲ ଆଣିବାକୁ ଯିବି। 2-3 ଦିନ ପରେ ଭୁବନେଶ୍ୱର ଯିବାର ଯିବି। ଯେମିତି ହେଲେ ମାଲ ବି ଆଣିବାର ଅଛି, ର ମେଟେରିଆଲ। ଆଉ ଏବେ ଚାଲନ୍ତୁ ଯିବା ଶୋଇବା, ସମସ୍ତେ ଶୋଇପଡ଼ିଲେଣି। ଆଉ ଆଜିର ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲ ମଧ୍ୟ ସବସ୍କ୍ରାଇବ୍ କରନ୍ତୁ, ଆପଣ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଯେମିତି ହେବି। ଆଉ ଜୟ ଜଗନ୍ନାଥ, ଟାଟା, ବାଏ ବାଏ। ଆଉ ଗୋଟେ ଭିଡ଼ିଓ ଦେଖା ହବା ଆଗକୁ।